ଆରେ ପୁଅ ଖାଇସାରିଲା ନା? ହଁ ଖାଇସାରିଲାନି। ଆଉ ଏ ମାସ ଦରମା କାହିଁ ତ ଆସିନି ଏବେ ଯାଏ? ଆରେ ଦରମା ଆସିବା କଥା, ମୋର ଟିକେ ଆଟ୍ରାନ୍ସ କ'ଣ ପ୍ରୋବ୍ଲେମ ଅଛି। ଏ ମାସରେ ବି ବେଶୀ ଦରମା ଆସିବନି, 4-5 ଦିନ ଛୁଟି ନେଇଯାଇଛି ନା। କେମିତି ଛୁଟି ହେଇଗଲା ଯେ? ଛୁଟି କ'ଣ ପାଇଁ ନେଇଥିଲି ଜାଣିନ? ସାଙ୍ଗର ବାହାଘର ଥିଲା 2 ଦିନ ଛୁଟି। ବାହାଘର ଆସିଲା ପରେ ଯୋଉ ଦେହ ଟିକେ ଖରାପ ରହିଲା 3-4 ଦିନ ଯାଇନି ଡ୍ୟୁଟି। ଆଉ ଦରମା କେତେ ଆସିବ? ବହୁତ କମ ଆସିବ ଏ ମାସରେ। ତମର ତ ସେଇ ସାଙ୍ଗସାଥି ବାହାଘର ଚିନ୍ତା, ସାଙ୍ଗସାଥି କୋ ଚିନ୍ତା, କିନ୍ତୁ ଆମ ମା ଛୁଆ କେମିତି ଚଳିବୁ, କେମିତି କ'ଣ କରିବୁ, ତମର ହେ ଚିନ୍ତା ନାହିଁ। ଆମ ମା ପୁଅଙ୍କ ପାଇଁ ତମର ଚିନ୍ତା ଅଛି? ସେତିକି ଚିନ୍ତା ଥିଲେ ତମେ ଏମିତି କାମ କରନ୍ତନି। ସବୁବେଳେ ପଇସା ପଇସା ଶାନ୍ତିରେ 2 ମୁଠା ଖୋଇକି ଦବନି କି? ହଁ ଖାଅ ଖାଅ, ତମେ ଶାନ୍ତିରେ ଖାଅ, ମୁଁ ଯାଉଛି। ଆରେ ଏଠି ବସି ଟିଭି ଦେଖୁଛ ନାଇଁ? ନିଅ। ଦରମା ତ କହୁଥିଲା ଆସିନଥିଲା, ପୁଣି ପଇସା କୋଉଠୁ ଆସିଲା ଯେ? ଦରମା ଆସି ସାରିଥିଲା, ମୁଁ ବାସ୍ ଖାଲି ତମକୁ ଟିକେ ପରୀକ୍ଷା କରୁଥିଲି। ପ୍ରକୃତରେ ଗୋଟେ ପୁରୁଷ ହାତରେ ପଇସା ଥିଲେ ନା ପୁରୁଷଟା ଭଲ ଲାଗେ। ଯଦି ପଇସା ନଥିବ ତାହେଲେ ଅତି ନିଜର ଲୋକ ବି ପର କରିବା ପାଇଁ ପଛେଇବେନି।